ଶାନ୍ତି ଶୁଣୁ ଶୁଣୁ କୁଆଡେ ଯାଉଛୁ କି? ଆଲୋ ତୋ ଭାଇ ଏଇନା ବଜାରକୁ ଯାଇଥିଲେ। ଏମିତି ଗୋଟେ ଖବର ଆଣିଛନ୍ତି, ଶୁଣିଲେ ତ ମୁଣ୍ଡ ଖରାପ ହେଇଯିବ। ଆଲୋ ନାନୀ କଣ ହେଇଛି ମ? ଜଲ୍ଦି ଟିକେ କହୁନ। ଆଲୋ ଆମ ଟିଭିରେ ଯୋଉ ରଜ ପ୍ରୋଗ୍ରାମ ସୁନ୍ଦରୀ ଦିଏ, ଏଇ ବର୍ଷ ଆମ ଗାଁରେ ହବାକୁ ଯାଉଛି। ଆଉ ଶୁଣୁ ବା, ସେଥିରେ ତ ସବୁବେଳେ ଖାଲି ଝିଅମାନେ ଯାଆନ୍ତି। ହେଲେ ଏଥରକ ଆମ ସ୍ତ୍ରୀ ଲୋକମାନଙ୍କ ପାଇଁ ହେଇଛି। ବୁଝିଲୁ, ରଜର ରାଣୀ। ଆଲୋ ସତରେ ନାନୀ? ତାହେଲେ ମୁଁ ତ ନିଜ ହିଁ ଯିବି। ହେଲେ ତମେ ତ ଜାଣିଛ ମୋ ଶାଶୁ କେତେ ବଡ ଫୁଲେଇ। ମୁଁ ହଳେ ନୂଆ ଜୋତା ଆଣିଲେ ସେ କହୁଛନ୍ତି ମୋ ପାଇଁ ବି ସେମିତିଆ ହଳେ ଆଣେ। ସିଏ କଣ ମତେ ଏକା ଛାଡିବେ? ହଉ ଦେଖିବା କଣ ହଉଛି। ମୁଁ ତାହେଲେ ଆସୁଛି ନାନୀ। ବୋଉ ବୋଉ କୁଆଡେ ଗଲ ବା? ଆଲୋ କାଇଁ ଏମିତି ତଣ୍ଟି ଫଟେଇକି ଡାକୁଛୁ ମ? କଣ ଘରେ ଚୋର ପଶିଗଲା ନା କଣ? ହେ ବୋଉ ଶୁଣ ମ, ତମର ସବୁବେଳେ ସେମିତିଆ କଥା। ଏଥର ଆମ ଗାଁରେ ରଜର ରାଣୀ ପ୍ରତିଯୋଗିତା ହବାକୁ ଯାଉଛି। ଆଉ ଟିଭିରୁ ଲୋକ ଆସିବେ। ମୁଁ ସେଥିରେ ଭାଗ ନେବି ଆଉ। ସତେ? ଆଉ ତାହେଲେ ମୋ ନାଁଟା ବି ଦେଇଦବୁ ହେଲା। ବୋଉ ତମେ ପରା ବୁଢୀ ଲୋକ, ତମେ କଣ ତାଙ୍କ ପ୍ରଶ୍ନର ଉତ୍ତର ଦେଇପାରିବ? ଆଲୋ ହେଇ, ତୋର ଏତେ ବହପ, ତୁ ମତେ ବୁଢୀ କହୁଛୁ? ବୁଢା ହୋଗା ତେରା ବାପ। ଶୁଣୁ, ମୁଁ ଯଦି ଆଗ ମରିଗଲି, ଜମପୁରରୁ ନେଉଟିକି ଆସିବି, ବୁଝିଲୁ? ତତେ ନବା ପାଇଁ ବା। ଆଉ କହିଲା କଣ ନା ମତେ ଛାଡିକି ଏକୁଟିଆ ଭାଗ ନବ। ଆଲୋ ଶୁଣୁ, ରଜର ରାଣୀ ତ ମୁଁ ହେବି, ବୁଝିଲୁ? ହେ ଭଗବାନ, ତମକୁ ମୁଁ ଆଉ ପାରିବିନି, ବୁଝିଲ? ତମର ଯାହା ଇଚ୍ଛା ହଉଛି କର। ହ୍ୟାଲୋ ହାଏ ନମସ୍କାର, ମୁଁ ସାବିତ୍ରୀ ଆପଣମାନଙ୍କୁ ସ୍ୱାଗତ ଜଣାଉଛି ରଜର ରାଣୀ ପ୍ରୋଗ୍ରାମକୁ। ଇଏ ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା। ଏଥର ରଜ ସମସ୍ତଙ୍କ ପାଇଁ ନିଆରା। ପ୍ରତିବର୍ଷ ଆପଣମାନେ ଝିଅମାନଙ୍କ ଅଡିସନରେ ଦେଖୁଥିଲେ, ଏଥର କିନ୍ତୁ ଆପଣମାନେ ରଜର ରାଣୀମାନ ମହିଳାମାନଙ୍କୁ ଦେଖିବାକୁ ପାଇବେ। ଚାଲନ୍ତୁ ତାହେଲେ ଡେରି ନ କରି ଆରମ୍ଭ କରିବା ରଜର ରାଣୀ। ପ୍ରଥମେ ଆପଣମାନେ ଅତିଥିମାନଙ୍କୁ ଜାଣି ନିଅନ୍ତୁ। ଇଏ ହେଲେ ଆମମାନଙ୍କର ଅତି ପ୍ରିୟ ଲୋକପ୍ରିୟ ଅଭିନେତା ମୋତି ସାର୍, ଆଉ ତାଙ୍କ ପାଖରେ ବସିଛନ୍ତି ଦ ମୋଷ୍ଟ ବ୍ୟୁଟିଫୁଲ ହିରୋଇନ୍ ଜିଆ ମ୍ୟାଡାମ। ତାହେଲେ ଚାଲନ୍ତୁ ଭେଟିବା ଆମର ପ୍ରଥମ କଣ୍ଟେଷ୍ଟାଣ୍ଟକୁ। ହାଇ ସାର୍। ହାଇ। ଆଚ୍ଛା ଆପଣଙ୍କ ନାଁ? ମୋ ନାଁ ବାସନ୍ତୀ। ଆଚ୍ଛା ବାସନ୍ତୀ ଦେବୀ, ଆପଣ କହିପାରିବେ ଆମ ଗାଁ ତୋଟା ଫୁଲ ଫୁଟେ ଗୋଟା, ୟାର ଅର୍ଥ କଣ? ଆମ ଗାଁ ତୋଟା ଫୁଲ ଫୁଟେ ଗୋଟା, ୟା ମାନେ କଣ? କଣ? ଆମ ତୋଟାରେ ତ ଖାଲି ଝାଡା କରିକି ଫଟେଇ ଦେଇଛନ୍ତି। ଆଉ ଫୁଲ କେତେବେଳେ ଫୁଟିଲା? କାଇଁ ମୁଁ ତ ଦେଖିନି। ସରି ସାର୍, ନୋ ଆଇଡିଆ। ଆଇଡିଆ ଆଣିବ ନା ଆଉ। ତମେ କେନ୍ଦ୍ରାପଡ଼ାର ବୋହୂ ହେଇକି ଏତିକି କହିପାରୁନ? ହଉ ହଉ, ତମେ ଆର ବର୍ଷକୁ ଟ୍ରାଏ କର। ନେକ୍ସଟ ପ୍ଲିଜ। ହ୍ୟାଲୋ ସାର୍, ନମସ୍କାର। ହ୍ୟାଲୋ, ତମ ନାଁ କଣ? ଆରେ ତମେ ବାହା ହେଇଛ? ତମେ ତ ପୁରା ୟଙ୍ଗ ଦେଖାଯାଉଛ। ଥ୍ୟାଙ୍କ ୟୁ ସାର୍। ଆଚ୍ଛା ଆପଣଙ୍କ ନାଁଟା କଣ? ମୋ ନାଁ ଶାନ୍ତିଲତା। ଆଚ୍ଛା ଭଲସେ ପ୍ରିପାରେସନ ହେଇକି ଆସିଛ ତ? ହଁ ସାର୍, ମୁଁ ପୁରା ଜେନେରାଲ ନଲେଜ ବହି ମୁଖସ୍ତ କରିଦେଇ ଆସିଛି। ଆଚ୍ଛା କହିଲ ଦେଖି, ସମୁଦ୍ର ମଝିରେ କଣ ଅଛି? ସମୁଦ୍ର ମଝିରେ ପାଣି ଅଛି। ଆଉ କଡରେ କଣ ପେଟ୍ରୋଲ ଅଛି? ଆଚ୍ଛା ଶାନ୍ତି ଦେବୀ କହିଲ, କିଲେ ଚିନିକୁ 50 ଟଙ୍କା ହେଲେ 500 ଗ୍ରାମ ଚିନିକୁ କେତେ ଟଙ୍କା ହେଲା? 500 ଗ୍ରାମ ଚିନିକୁ କେତେ କେତେ? ସାର୍ ଆକ୍ଚୁଆଲି ମୁଁ ଟିକେ ଗଣିତରେ ଦୁର୍ବଳ, ସରି ସାର୍। ଆଚ୍ଛା ତମ ପାଇଁ ଲାଷ୍ଟ କ୍ୱେଶ୍ଚିନ୍। ଆଚ୍ଛା କହିଲ ଦେଖି, ଉଡାଜାହାଜ କିଏ ଆବିଷ୍କାର କରିଥିଲେ? ହେ ଭଗବାନ, ମୁଁ ତ ଭାବିଥିଲି ଇଏ ରଜ ବିଷୟରେ ପଚାରିବେ।
ହେଲେ ଇଏ ତ ମୋର ଇଣ୍ଟରଭ୍ୟୁ କଲେଣି। नो आइडिया ସାର୍। ସରି ମ୍ୟାମ୍, ନେକ୍ସଟ ଟାଇମ୍ ଟ୍ରାଏ କର। ତମର ବହୁତ କିଛି ଶିଖିବାର ଅଛି। ନେକ୍ସଟ ପ୍ଲିଜ। ନମସ୍କାର ସାର୍। ନମସ୍କାର ମ୍ୟାଡାମ। ହଉ ହଉ, ଆପଣଙ୍କ ନାଁ କଣ? ମୋ ନା କଲକଲତା। ଆଚ୍ଛା, ରଜର ରାଣୀ ବିଷୟରେ କଣ ପ୍ରିପାରେସନ ହେଇଛ? ଏ ସାରେ, ମୁଁ ବା 50 ବର୍ଷ ହେଲା ରଜ ଦେଖି ଆସୁଛି। ଆଉ କଣ ଶିଖିବାକୁ ବାକି ଅଛି? ପଚାରୁନାହାନ୍ତି କଣ ପଚାରିବେ? ଆଚ୍ଛା କନକ ଦେବୀ, କହିଲ ଚକୁଳି ପିଠାରେ କେଇଟା କଣା? ଏ ସାରେ, ଇଏ କଣ ଗୋଟେ ପ୍ରଶ୍ନ? ଏ ଚକୁଳି ପିଠାରେ ପରା ଅଗଣିତ କଣା। ଇଏ କଣା ବିନା କଣ ଚକୁଳି ପିଠା ହେଇପାରିବ? ଆଚ୍ଛା କହିଲ, ବାରବାଟୀ ଦୁର୍ଗ କିଏ ମୁଣ୍ଡ ମାରିଥିଲେ? ଏ ମ୍ୟାଡାମ, ଏ ମିସ୍ତ୍ରୀ ଆଉ ମୂଲିଆ ମିଶି ମୁଣ୍ଡି ମାରିଥିବେ ଆଉ କଣ ସ୍ୱର୍ଗରୁ ବିଶ୍ୱକର୍ମା ଆସିଥିଲେ? ଏ କି ପ୍ରଶ୍ନ ପଚାରୁଛନ୍ତି? ଆଚ୍ଛା ତମେ କହିଲ, ଝାଡୁ କେତେ ପ୍ରକାରର? ଏ ଝାଡୁ ସାଧାରଣତଃ 2 ପ୍ରକାରର। ଏ ଗୋଟା ହେଲା ଯୋଉ ଘର ସଫା ହୁଏ, ଆଉ ଗୋଟା ହେଲା ପେଟେଣ୍ଟ ମେଡିସିନ ଦିଆ ଝାଡୁ। ବୁଝିଲେ? ଆଚ୍ଛା ଏଇଟା ତମ ପାଇଁ ଶେଷ ପ୍ରଶ୍ନ। କହିଲ ଦେଖି, ଉଡାଜାହାଜ କିଏ ଆବିଷ୍କାର କରିଥିଲେ? ଏଥର କନକ ପୁରା ରାଗିକି ନିଆଁ ହେଇଯାଏ। ଆରେ ହେଇ, ଏ ଉଡାଜାହାଜ କେବେଠାରୁ ଆବିଷ୍କାର ହେଲାଣି? ଶୁଣ ସାରେ, ମୁଁ 5ମ ଯାଏଁ ପଢିଛି, ବୁଝିଲ? ମତେ କଣ ମୂର୍ଖ ଭାବିଛ? ଉଡାଜାହାଜ କଣ ମାଟିଆଳୁ ହେଇଛି ତମ ବାରିରେ ପୋତା ହେଇଥିଲା, ତମେ ଆବିଷ୍କାର କରିବ? ଏ ମ୍ୟାଡାମେ, ତମେ ଆବିଷ୍କାର ଆଉ ଉଦ୍ଭାବନ ଭିତରେ ଫରକ ଜାଣିନ? ଆସିଛ ଜଜ୍ ହବାକୁ? ଆଲୋ ଏ ଶାନ୍ତି, ମୋ ପେଟେଣ୍ଟ ମେଡିସିନ ଟା ଟିକେ ଦେଲୁ। ଏ ଜଜ୍ ମାନଙ୍କୁ ଟିକେ ଦବାକୁ ପଡିବ। ଗଲା କୁଆଡେ ମୋ ଝାଡୁଟା? ଏ ମୋତି ସାର୍, ଚାଲ ଚାଲ ଶୀଘ୍ର ଏଠୁ ପଳେଇବା, ନହେଲେ ଏମାନେ ଆମର ବାର ବଜେଇ ଦେବେ।